କିଏ ତମେ କିଏ ତମେ? ଛାତିରେ ଛେପ ପକା ନା କହିବି ମାନେ ମାନେ ନା ଶୁଣିଲେ ଡରିବୁ, ଡରିଲେ ଜର ହବ, ପାରାସିଟାମଲ କାମ ଦବନି, କାଟ ପାଣି ବି ଆଉ ମିଳୁନି। ସେ ବାଜ କଥା ବନ୍ଦ କର। ମୁଁ ପଚାରୁଛୁ କିଏ ତମେ? ଗୋଟାଏ ଥିଲା ମୁନ୍ନା ଭାଇ MBBS ହିଟ୍, ମୁନ୍ନା ଭାଇ LLB ସୁपर ହିଟ୍, ଆଗେ ରହ ମୁନ୍ନା ଭାଇ ବମ୍ଫର ହିଟ୍, ଆଉ ଗୋଟେ ମୁନ୍ନା ଭାଇ ଜାନୱାର ତ ସାମ୍ନାରେ। ତୁ ପୁଣି ମୋ ଘରେ ମୋ ପାଖରେ ତୋର କାମ କଣ? କାମ ନଥିଲେ ମୁନ୍ନା ଭାଇ କେବେ କୋଉଠିକି ଆସେନି ପ୍ରିନ୍ସିପାଲ। ଆଚ୍ଛା ପ୍ରିନ୍ସିପାଲ, ମୁଁ ଶୁଣିଲି ତ କଲେଜରେ କାଲି ଗୋଟେ ପରୀକ୍ଷା ଅଛି। ଆଚ୍ଛା ଗୋଟେ କୋଶ୍ଚିନ୍ ପେପର ମତେ ଦବୁ, କେତେ ଟଙ୍କା ନବୁ କହ? ଆରେ ଏଟାର ମୁଣ୍ଡ ଖରାପ ହେଇଯାଇଛି ନା କଣ? ତୁ ଜାଣିପାରୁଛୁ କଣ କହୁଛୁ? ମୋ ଚିହ୍ନି ହେଲେ କଣ ହବ ଜାଣିଛୁ? ମୋ ଚାକିରି ତ ଯିବ ମତେ ସିଧା ଜେଲ ହେଇଯିବ। ମୁଁ ଆଣିବି, ସେ ଟେନସନ ତୁ ନେନା। କେତେ ନବୁ କହ? ଲକ୍ଷେ, 2 ଲକ୍ଷ, 5 ଲକ୍ଷ? କହ କହ କହ, କେହି ଜାଣିବେନି କହ। ଆଉଟ୍, ଆଇ ସେ ଗେଟ୍ ଆଉଟ୍। ଇଂଲିଶ କହୁଛୁ? ଇଂଲିଶ and I call you English bundle. 2 ଲକ୍ଷ ଅଛି, କାମ ସରିଲେ 3 ଲକ୍ଷ ନବୁ। ସାଇକେଲ ଚଲଉଛୁ, କାର ଚଢିବୁ? କାଇଁ ଚିଲଉଛୁ ବେ? ପକେଟରେ ଟଙ୍କା ରହିଲା, ମୁଁ ଚାଲିଲି। ଆମେ ଟଙ୍କା ନେଲୁ, କୋଶ୍ଚିନ୍ ପେପର ଦେଲୁ, କାମ ସରିଲା, ମୁଁ ଚାଲିଲି। ଶୁଣ କହିଲୁ, ଟଙ୍କା ଦେଲି କୋଶ୍ଚିନ୍ ପେପର ଦେଲି। ଦେଲୁ ପରା। କଣ ଦେଲି? କୋଶ୍ଚିନ୍ ପେପର। ଆରେ ମୁଁ ତ କୋଶ୍ଚିନ୍ ପେପର କେତେବେଳେ ଦେଲି? ଏଇଟା କଣ? କୋଶ୍ଚିନ୍ ପେପର ବଣ୍ଡଲ, ଯୋଉଟା ତ କଲେଜରେ ଥିଲା। ଶୈତାନ, ତୁ ଏସବୁ ପାଇଲୁ କୋଉଠୁ? ତୋ କଲେଜର ରାମଜନ, ଯିଏ କୋଶ୍ଚିନ୍ ପେପର ରୁମ୍ ଆଗରେ ତାଲା ପକେଇ ଜଗି ବସିଥିଲା। ଶୁଣିଲି ସେ ଛଡ଼ା ମଦ ପିଏ, ଗଞ୍ଜେଇ ବି ଟାଣେ। ଦେଇଦେଲି, ଠଣେଇଦେଲି, ଛଡ଼ା ଚିଲମ ଉପରେ ଚିଲମ, ଚିତ୍ପଟା। ତାପରେ ପକେଟରୁ ଚାବି ନେଲି, ରୁମ୍ ଖୋଲି କୋଶ୍ଚିନ୍ ପେପର ବଣ୍ଡଲ ନେଇ ଆସିଲି। ଛାଡ଼ିବିନି ତତେ, ମୁଁ କେବେ ଛାଡ଼ିବିନି ଶୈତାନ। ତତେ ମୁଁ ପୋଲିସରେ ଦେବି, ଜେଲକୁ ପଠେଇବି ତତେ। ପ୍ରିନ୍ସିପାଲ, ଆମେ ଶୁଣିଲେ ମୋବାଇଲରେ 100 ଡାଏଲ କରିଦେବାଟା ଭାରି ସହଜ, କିନ୍ତୁ ପରବର୍ତ୍ତୀ ପରିସ୍ଥିତିରେ ସାମ୍ନା କରିବା କାଠିକର ପାଠ। ଯେତେ ସେ ମୋବାଇଲ ଶୈତାନ, ତୋର ଏତେ ସାହସ? ତୁ ମୋ ଘର ଭିତରେ ପଶି ପୁଣି ଗୁଣ୍ଡାଗିରି ଦେଖଉଛୁ? ମୁଁ ଯଦି ଆଜି ତୋ ଗୁଣ୍ଡାଗିରି ନ ଚଢ଼େଇଛି ତାହେଲେ ତୁ ମତେ ଚିହ୍ନିବୁ। ମୀରା, ସତ୍ୟ ମା, ମା କେତେ ଶୀଘ୍ର ପଡୁଛି ପୋଲିସକୁ ଫୋନ କର। ଆରେ ଶୈତାନଟାକୁ ଯେତେ ଶୀଘ୍ର ପୋଲିସ ଆରେଷ୍ଟ କରିବା ଦରକାର। ତୁ ଜାଣିଲୁ ଏ କଣ କରୁଛି? କଣ କରିଛି? ଯେ ମୋ କଲେଜରୁ ପ୍ରଶ୍ନପତ୍ର ଚୋରି କରିଛି, 600 ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳିଛି। ଯେ ମତେ ବଦନାମ କରିବ, ମୋ ଚାକିରି ଖାଇବ, ମତେ ଜେଲ ପଠେଇବାକୁ ଚାହୁଁଛି। କିଏ ତମେ? ମୋ ବାବା ତମେ କଣ କ୍ଷତି କରୁଛନ୍ତି? କାହିଁ ତମ ବାପାଙ୍କର ଏତେ ବଡ଼ ସମାଜ କରିବା ପାଇଁ ଚାହୁଁଛ? ପ୍ରତିଶୋଧ। ସେଦିନର ପ୍ରତିଶୋଧ ନେବା ପାଇଁ ଏଇଟା ମୋର ଗୋଟେ ପ୍ଲାନ୍। ପ୍ରତିଶୋଧ? କି ପ୍ରତିଶୋଧ? ଗଣି ଗଣି 50 ଥର ଉଠ ବସ, ମୋ ଛାତି କି ଗୋଇଠା, ମୋ ନରମ କଲିକାକୁ ଟିକ ଟିକ କରି କାଟି ଦେଇଥିଲ ତମେ ବାପ ଝିଅ, ସେଇ ସବୁର ପ୍ରତିଶୋଧ। ତମେ ସବୁ ଏଣେ ତେଣେ ଗପୁଛ। ମୁଁ ପରା ପଚାରୁଛି କିଏ ତମେ? ଖେଳ ଛୁଟି ବ୍ୟାଗ ଭିତରେ ପ୍ରେମ ଚିଠି, ତୋ ଆଖି ପୋଟଳ ଫାଳ ପରି, ତୋ ଗାଲ ଟମାଟୋ ପରି ଲାଲ, ତୋ ଓଠ କିଟକାଟ ଚକଲେଟ ପରି ମିଠା। আজ প্রশ্নপত্র চুরি করেছি, প্রেম চিঠি লেখুছি বাহাত, আজ হাতের ভুতালি ধরি এ মাটিকে রক্তরে লাল করে ଦେଇଛି কেবল তোরি পাই। দেখো সেটা ମୁଁ ଛୋଟ ଥିଲି, ଠିକ ଭୁଲ କୋଉଟା ମୁଁ ଜାଣିପାରୁନଥିଲି। ମୀରା ମିଶ୍ର, তোর সেদিন সে টিকিয়ে ভুল পাই ମୋ ଜୀବନର ଅଙ୍କ ଭୁଲ ହେଇଗଲା। କେତେ ମାଡ଼, କେତେ ଗାଳି, କେତେ ଅପମାନ ମନେ ଅଛି? ସେଦିନ ଉଠ ବସଉଥିଲି ମୁଁ, ଆଉ ଗଣୁଥିଲୁ ତୁ। ଆଜି କିନ୍ତୁ ଫଳଟା ଓଲଟି ଯାଇଛି ମୀରା ମିଶ୍ର। ମାନେ
ମାନେ ତୋ ବାପା ପକେଟରେ ଟଙ୍କାର ବଣ୍ଡଲ ମୋ ପାଖରେ କୋଶ୍ଚିନ୍ ପେପର ବଣ୍ଡଲ କାଲି ସକାଳ ବ୍ରେକିଂ ଭାଇରାଲ ନ୍ୟୁଜ୍ ଟଙ୍କା ପାଇଁ ପ୍ରଶ୍ନପତ୍ର ଚୋରି କରି ବିକ୍ରି କଲେ କଲେଜ ପ୍ରିନ୍ସିପାଲ ତାପରେ ପୁଲିସ ତୋ ବାପା ହାତରେ ହ୍ୟାଣ୍ଡକପ୍ ପକେଇ ସମସ୍ତଙ୍କ ସାମ୍ନାରେ ବିଚ୍ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଥାନାକୁ ନେଇଯିବ ତୁ କିଛି କର ବା ତୁ କିଛି କର ତାର ହେଲେ ଯାହା କହୁଛି ସତକୁ ସତ ସେଇଆ ହବ ପୋଲିସ ହାତରେ ହାତ କଡ଼ା ପକେଇଲେ ମୋ ମାନ ସମ୍ମାନ ସବୁ ବାଟରେ ମିଶିଯିବ ଦେଖ ସେଟା ମୁଁ ଭୁଲ କରିଥିଲି ଯାହା ଦଣ୍ଡ ଦେବାର ଅଛି ମତେ ଦିଅ ଯାହା ଶାସ୍ତି ଦେବାର ଅଛି ମତେ ଦିଅ ହେଲେ ମୋ ଭୁଲ ପାଇଁ ତମ ବାପା ଏତେ ବଡ଼ ଶାସ୍ତି ଦିଅ ନା ମୋ ବାପାଙ୍କର ତମେ କିଛି କ୍ଷତି କର ନା ମୋ ଝିଅ ଠିକ କହିଛି ମୋ ଝିଅର ଭୁଲ ପାଇଁ ତମେ ମତେ ଏତେ ବଡ଼ ଶାସ୍ତି ଦିଅନି ମୁଁ ତମ ଗୋଡ଼ତଳେ ପଡ଼ିଛି ତମକୁ ହାତ ଯୋଡୁଛି ତମେ ମୋ ମାନ ସମ୍ମାନ ମତେ ଫେରେଇ ଦିଅ ତୁ ଫେରେଇ ଦେଇପାରିବୁ ମୋ ପିଲାଦିନ ଫେରେଇ ଦେଇପାରିବୁ ମୋ ମାର ମୋ ପ୍ରତି ଥିବା ଭଲ ପାଇବା ଫେରେଇ ଦେଇପାରିବୁ ମୋ ମାର କୋଳ ଫେରେଇ ଦେଇପାରିବୁ ମୋ ମା ପଣ ତୋକାନି ତଳର ଛାଇ ଯଦି ପୋଲିସ ଏକାଥରେ ମତେ ଆରେଷ୍ଟ କରେ ତାର ଜେଲ ଭିତରେ ମୋର ଆତ୍ମହତ୍ୟା କରିବାଟା ସୁନିଶ୍ଚିତ ନାଇଁ ବାପା ତମେ ସେମିତି କଥା କୁହନି ତମେ ତମ ନିଜ ମୁହଁରେ କୁହ ମୁଁ କେତେ ଥର ବସ ଉଠେଇଲେ ତମ ମନ ଶାନ୍ତି ହବ ତୋ ବାପା ବଦନାମ ହେଲେ ମୋ ମନ ଶାନ୍ତି ହବ ମୁଁ ତମ ଗୋଡ଼ ଧରୁଛି ତମ ଗୋଡ଼ ଧରୁଛି ବୋଉ ମତେ କ୍ଷମା କରିଦିଅ ଇଏ ତମର ଶାନ୍ତି ମତେ ଦିଅନି ପ୍ରିନ୍ସିପାଲ ଗୋଡ଼ ଛାଡ଼ ମତେ କ୍ଷମା କର ଭଲରେ କହୁଛି ଗୋଡ଼ ଛାଡ଼ ନାଇଁ କର ଆରେ ସବୁ କେମିତି ମଣିଷ ମତେ କିଛି ବୁଝିପାରୁନି ଗୋଟେ ବୁଢ଼ା ମଣିଷ ତମ ଗୋଡ଼ ତଳେ ପଡ଼ିଛ ତ ତମେ ତା ଗୋଇଠା ମାରୁଛ ତମେ ମଣିଷ ନା ପଶୁ ଦୁନିଆ ଯେତେବେଳେ ଜଙ୍ଗଲ ପାଲଟି ମଣିଷ ଯେତେବେଳେ ପଶୁ ହେଇଛ ସେତେବେଳେ ଦଶମ ଅବତାର ପରେ ସୃଷ୍ଟି ହୁଏ ଆଉ ଗୋଟେ ଅବତାର ଯାହାକୁ ଏ ଦୁନିଆ କହେ ଜାନୁଆର ସେଦିନ ଠିକ ଏମିତି ତମ ବୋପା ଝିଅଙ୍କ ସାମ୍ନାରେ ମୁଁ ବି ଗୋଡ଼ ଧରି ଗୋଇଠା ଖାଉଥିଲି ମନେ ଅଛି ମାର ମତେ ଯେତେ ପାରୁଛ ମତେ ସେତେ ଗୋଇଠା ମାର ହେଲେ ମତେ ଖାଲି କୁହ ମୁଁ କଣ କଲେ ସେ କୋଚିଂ ପେପର ତମେ ମତେ ଫେରେଇ ଦବ ଉଠ ବସ ବସ୍ ଗଣି ଗଣି 50 ଥର ଉଠବ ସବୁ କୋଶ୍ଚିନ୍ ପେପର ବଣ୍ଡଲ ନ ପ୍ରିନ୍ସିପାଲ ରାଜି ରାଜି ବୋଉ ନାଇଁ ବାପା ନାଇଁ ଏ ମୀରା ମିଶ୍ର ତମର ପରା ଗଣିତ ଭଲ ହୁଏ ସେଦିନ ମୁଁ ଉଠ ବସ ହଉଥିଲି ତମେ ଗଣୁଥିଲ ଆଜି ତମ ବାପା ଉଠ ବସ ହେବେ ତମେ ବି ଗଣିବ କଣ ମୀରା ମିଶ୍ର ମୁଁ ପାରିବିନି ଏ ମୀରା ମିଶ୍ର ତୋର ବା ଗଣିତ ଭଲ ହୁଏ ପାରିବୁନି କହିଲେ ଆଉ କଣ ଏ ଶାଳି ଗଣିବୁ ନା ପୋଲିସକି ଫୋନ କରିବ କଣ ଏକ দুই তিনি আরে চার পাঁচ স্যার আপনার অপরাধ আপনার তোমার শিক্ষক সামনে পৌঁছে যাচ্ছ আপনি কি দেরি করতে হুয়ে তো অপরাধী খসি পড়ে যাইতা স্যার আপনার অনুমতি দেলে মু অপরাধীকে আরেস্ট করিবি নাই ম্যাডাম আপনার অনুমতি অপেক্ষা করুন কারণ অপরাধী কি ছোটিয়া ভুল করনি সে শত হাজার হাজার কলেজ পিলা ভবিষ্যৎ সঙ্গে খেলা খেলছি সরকার তো লক্ষ লক্ষ টাকা বরবাদ করছে আপনার অনুমতি অপেক্ষা করে রেজিস্টার করতে অপরাধী একটা একদম দেই দিও বিরা তুমি কেন কହୁଛ তুমি কেন বিশ্বাস করছ আখি দেখি বড় বিশ্বাস করিবা না করিবা তো তপ তোমার পচারছ ম্যাডাম আপনারা যে গাড়ি গলি বলছেন আপনার অপরাধী একটা হ্যান্ড কপি দৌড়া দিয়ে কি সব ইন্সপেক্টর অ্যারেস্টিং হাতে দেখা তো প্রিন্সিপাল স্যার ମ୍ୟାଡ଼ାମ ଆପଣ କ'ଣ କହିଲେ ଆପଣ ଆପଣଙ୍କ ବାପା କେତେ କପି ଦେବେ କାହିଁକି ତମ ବାପା ଏ ପ୍ରିନ୍ସିପାଲ ସନାତନ ମିଶ୍ର ଗୋଟାଏ ଚୋର ଡକାୟତ ଭଦ୍ର ମୁଖା ତଳେ ଗୋଟାଏ ଶୈତାନ ଏ ପ୍ରିନ୍ସିପାଲ ଇଏ ମ୍ୟାଡ଼ାମ ଏମିତି ସବୁ କ'ଣ କହି ଯାଉଛନ୍ତି ଆରେ ତମେ କିଛି କହୁନ କାହିଁକି
ତମ ବାପାଙ୍କ ନାଁରେ ଯୋଉ ଆଲିଗେସନ ଆସିଛି ତାଙ୍କୁ 6 ମାସ ଜେଲ ହବା ସୁନିଶ୍ଚିତ। 6 ମାସ ଜେଲ କିନ୍ତୁ କାହିଁକି କରିବେ? ପ୍ରିନ୍ସିପାଲ ସନାତନ ମିଶ୍ର ତା କଲେଜରେ ଥିବା କ୍ୱେଶ୍ଚିନ୍ ପେପରକୁ ମୋଟା ଅଙ୍କର ଟଙ୍କା ନେଇ ପବ୍ଲିକରେ ବିକ୍ରି କରୁଛନ୍ତି। ନାଇଁ 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 ମ୍ୟାଡାମ, ଇଏ ସବୁ ମିଛ। ଏଇଟା କ'ଣ ମ୍ୟାଡାମ ଟିକେ ଟିକେ ଆସିଲେ ଭଲ ଭାବରେ ଦେଖିଲେ ଏସବୁ କ'ଣ? ଓ ମାଇ ଗଡ୍, ଏ ତ କ୍ୱେଶ୍ଚିନ୍। ଆମର କିନ୍ତୁ ତମେ ସବୁ ପାଇଲେ କୋଉଠୁ? ମ୍ୟାଡାମ ଆପଣ ମୋତେ କଥା ପଚାରୁଛନ୍ତି? ମୁଁ ବା ଆପଣଙ୍କୁ ଫୋନ କରି ଏଠିକି ଡାକିଛି। ତମେ ତୁମକୁ ଫୋନ କରି ଟିକେ ଡାକିଥିଲି। ଆଜ୍ଞା ହଁ, କ'ଣ କରିବି କହୁନାହାନ୍ତି? ଯେତେ ଯାହା ହେଲେ ବି ମୁଁ ଏ ଦେଶର ଗୋଟେ ସଚ୍ଚୋଟ ନାଗରିକ ନା। ଆଁ? ଦେଶରେ କୋଉଠି କେମିତି ଅନ୍ୟାୟ ଅନୀତି ହେଲେ ଅରୁଣ ବାବୁଙ୍କ ପରି ଆମର ବି ତାଙ୍କୁ ବିରୋଧ କରିବାଟା ସାମାଜିକ। ଆଚ୍ଛା ସାର୍ ପାଖରେ ଏସବୁ ଅଛି ବୋଲି ତୁ ଜାଣିଲୁ କେମିତି? ସେ ସାର୍ ମୋତେ ଫୋନ କରି କହିଲେ ଆଉ ବାଉଁଶରୁ ବଇସି ନା ଆଉ କ'ଣ ବଇସି ବାଉଁଶ। ବିଶ୍ୱାସ କରିବେନି, ନାଟ ହଉଥିଲା ମୁଁ ଯାଇଥିଲି ଦେଖିବା ପାଇଁ। ଲାଷ୍ଟ କ୍ୟାମ୍ପ ଶ୍ରୀମନ୍ଦିର କରୁଥିଲା ନାଟ। ଖୁଣ୍ଟ ମନ୍ଦିର ତ ଖୁଣ୍ଟ ବାନ୍ଧି ଦେଇଛନ୍ତି, ଲୋକ ଦେଖିବେ କେତେ। ମୁଁ ଗଲି, ଅରୁଣ ସାର୍ ବି ଆସିଥିଲେ, ଆମେ ବସି ନାଟକ ଦେଖିଲୁ। ନାଟକ ସାରିକିରି ମୁଁ ସକାଳୁ ଆସିକି ଟିକେ ଘରେ ଶୋଇଛି, ହଠାତ୍ ଫୋନ୍ ବାଜିଲା ଆଉ ନୟାଗଡ଼ ଆଡ଼େ ଯିବ କ'ଣ ଉଠେଇକି ହ୍ୟାଲୋ କିଏ ନା ମୁଁ ନମସ୍କାର ମୁଁ ନା ମୁଁ ଏକ ନମସ୍କାର ଘରେ ରଖ। ମୁଁ ଭୋର ଭୋର ମୋ ନିଦ ଭାଙ୍ଗିଲାଣି। ତମେ କିଏ? ନା ମୁଁ ବା କଲେଜ ପ୍ରିନ୍ସିପାଲ। ମୁଁ ଇଏ ପ୍ରିନ୍ସିପାଲ ସାର୍ ଜୁହାରେ ଜୁହାରେ କୁହ କ'ଣ ହେଲା, କାହିଁ ମନେ ପକେଇଲ ମୋତେ? ନା ମୁନା ବାବୁ ତମେ ତ ଭଲ ଲୋକ। ମ୍ୟାଡ଼ାମ ଶୁଣୁଛନ୍ତି ତ? କହିଲେ ମ୍ୟାଡ଼ାମ ମୁନା ବାବୁ ତମେ ତ ଭଲ ଲୋକ, ତମର ଭଲ ଲୋକ ସମ୍ପର୍କ। ମୁଁ କହିଲି ଭଲ ଲୋକ ସମ୍ପର୍କ କ'ଣ ଦୟାରେ ନା? ଏ ଆଗାମୀ ଇଲେକ୍ସନ ଅରୁଣ ଭାଇ କ'ଣ ଆଉ ଥରେ ମୁଁ ହେବି ଏମ୍ଏଲ୍ଏ କ୍ୟାଣ୍ଡିଡେଟ୍ ନା? ସେଠୁ ସେଠୁ ସାର୍ ମୋତେ ଧୀରେ ପାଟିରେ କହିଲେ ମୁନା ବାବୁ ତମେ ଗୋଟେ କାମ କର, ତମ ନିର୍ବାଚନ ମଣ୍ଡଳୀରେ ଏମିତି 100 ପିଲା ଠିକ୍ କର ଯୋଉମାନେ ଗୋଟେ ଗୋଟେ କୋଶ୍ଚିନ୍ ପେପର ନେବେ ଆଉ ଲକ୍ଷେ ଟଙ୍କା ଲେଖା ଦେବେ। ସାର୍ ଏ କଥା କହିଲେ? ହଁ नो 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 आई कैन बिलीव इट। ଏ କଥାକୁ ବିଶ୍ୱାସ କରିପାରୁନି। ହଁ ଭାବି ଶ୍ୱଶୁର ଆଉ କେମିତି କରିବ? ମତେ ସବୁ ଜଣା। ହୀରା ମ୍ୟାଡ଼ାମଙ୍କ ବୟସ ଗଡ଼ିଗଲେ ବି ସେ ତମକୁ ବାହା ହେବା ପାଇଁ ଅପେକ୍ଷା କରିଛନ୍ତି। ଆଉ ତମେ ତ ଏବେ ପୋଲିସ ଚାକିରି କଲ, ସାର୍ ମାନେ ଇଲିଶ ମାଛ ଖୁଆଇବ। ଭାବି ଶ୍ୱଶୁରକୁ ତମେ କେବେ ଆରେଷ୍ଟ କରିବନି ମୁଁ ଜାଣିଛି। ନା ନା, ଆଇନ ପାଖରେ ବଡ଼ ଆପଣା କିଛି ନଥାଏ। ଏତେ ବଡ଼ ଅପରାଧୀକୁ ଆଇନ କେବେ ବି କ୍ଷମା ଦେବନି। ଆଚ୍ଛା ସାର୍ ତୋତେ ଫୋନ କରି ଟିକେ ଡାକିଥିଲେ, ଏଇ କାରଣ ପାଇଁ ଡାକିଥିଲେ, ତାର ପ୍ରମାଣ? ଟଙ୍କା ଟଙ୍କା କି ବୁଢ଼ା କ'ଣ କମ ଦାଣ୍ଠୁ ଭାବିଲା ମୁଁ ବାନା ବାକରା କାଳେ କୋଶ୍ଚିନ୍ ପେପର ନେଇକି ପଛରେ ଟଙ୍କା ଦେବିନି, ସେଥିପାଇଁ ଆଗ ଟଙ୍କା ନେଲା, ତାପରେ ଯାଇ ସେ କୋଶ୍ଚିନ୍ ପେପର ବାଣ୍ଡଲ ମୋତେ ଦେଲା। ମ୍ୟାଡ଼ାମ ଆପଣ ଚେକ୍ କରୁନାହାନ୍ତି, ତା ପକେଟରୁ ଯୋଡ଼ାଏ ବାଣ୍ଡଲ ବାହାରିବ। ନା 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 ଆପଣ ତଳ ପଡ଼େ ତଳ ପଡ଼େ ଆଜି ପକ୍କା ହାରାମି ଅଛି। ଇନ୍ସପେକ୍ଟର ଆରେ ଆପଣ ଚୁପଚାପ ଠିଆ ହୁଅନ୍ତୁ ଆଉ ଦେଖନ୍ତୁ ମୁଁ କେମିତି କଥାଟା ଆଦାୟ କରୁଛି। ଏ ବୁଢ଼ା କହ ଏ ଟଙ୍କା କାହାର? ମ୍ୟାଡାମ ସେ ଟଙ୍କା ଅଛି ବାବୁଙ୍କର। ତତେ କିଛି ପଚାରିଲି? ଚୁପଚାପ ଠିଆ, ନ ପଚାରିବା ଯାଏ ପାଟି ଖୋଲିବୁନି। ଏ ବୁଢ଼ା କହ ଏ ଟଙ୍କା ଅଛି ସେ ବାବୁଙ୍କ ପାଖରୁ କାହିଁକି ଆଣିଲି? ନା ମୋତେ ବିଶ୍ୱାସ କରନ୍ତୁ, ମୁଁ ତା ପାଖରୁ ଟଙ୍କା ଆଣିନି। ସେ ମୋତେ ଜୋର କରିଦେଇଥିଲା। ହଁ ନା, ଜୋର କରି ଦେଇଥିଲା। ସେ ତ ଘରେ ଟଙ୍କାର ଫ୍ୟାକ୍ଟ୍ରି ବସେଇଛି ନା, ତା ଘରେ ଜାଗା ହେଲାନି, ତତେ ଜୋର କରି ଦେଇଥିଲା। କ'ଣ ଆପଣ ଏମିତି ପିଲାଙ୍କ ଭଳିଆ ଚୋର ପୋଲିସ ଖେଳ ଖେଳୁଛନ୍ତି କହିଲେ? ଏମିତି ଚୋର ପୋଲିସ ଖେଳ ଖେଳିଲେ ଅପରାଧୀ ମାନିବ? ମ୍ୟାଡାମ ବିଶ୍ୱାସ କରନ୍ତୁ ମ୍ୟାଡାମ, ମୋ ବାପାଙ୍କର କିଛି ଦୋଷ ନାହିଁ। ମୋ ବାପା ପୁରାପୁରି ନିର୍ଦ୍ଦୋଷ। ନା 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 ଧାରଣା ସମ୍ପୂର୍ଣ୍ଣ ଭାବରେ ଭୁଲ। ତମ ବାପାଙ୍କ ଦାଢ଼ି ଫାଡ଼ି ଦେଖି ଭାବୁଛ କି ବାପା ତମର ଗୋପବନ୍ଧୁ? ଟୋଟାଲ ବନ୍ଧୁକ ପାଟିରେ ମାନେ ବିନା ଗୁଳିରେ ବି ଶିକାର। ମାନେ କ'ଣ ତମେ ଗୋଟେ କଲେଜ ପ୍ରିନ୍ସିପାଲ, ପିଲାମାନଙ୍କୁ ପାଠଶାଠ ପଢ଼ି ତାଙ୍କ ଭବିଷ୍ୟତ ଉଜ୍ଜଳ କରିବା ତମର କର୍ତ୍ତବ୍ୟ। ତମେ ତା ନ କରି ସାମାନ୍ୟ ଗୋଟେ ଟଙ୍କା ପାଇଁ ପ୍ରଶ୍ନପତ୍ର ଚୋରି କରି ବିକ୍ରି କଲଣି। ପିଲାଙ୍କ ଭବିଷ୍ୟତ ଅନ୍ଧାର ହେଲାଣି, ସେ ତାଙ୍କର ନୟାଗଡ଼ରେ ଲଣ୍ଠନ ଧରି ବୁଲିଲେଣି। ତମେ ଏମିତି କ'ଣ କହିଯାଉଛ? ଦେଖିଲ ମୁଁ କାହିଁ ଏମିତି କହିବି? ଆରେ ମୁଁ କାହିଁ କହିବି? ତମେ ମୋବାଇଲ ଫୋବାଇଲ ଦେଖୁନ ମୋତେ? ଦେଖ କାଲି ପରୀକ୍ଷା, ଆଜି କେମିତି ପ୍ରଶ୍ନପତ୍ର ମୋବାଇଲ ଖାଲି ଘୁରି ବୁଲୁଛି। କୁଆଡ଼େ ଗଲା ସେ ଫଟୋ? ହେଇ ଦେଖ ଦେଖ